ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ସମାସିଂହାସ୍ଥିତ ବାସୁମତୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ବିଭୂତିଭୂଷଣ ଦାସଙ୍କ ସଭାପତିତ୍ୱରେ ବନ ମହୋତ୍ସବ ଏବଂ ସଚେତନତା ସଭା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ପରିବେଶବିତ୍ ତଥା ପ୍ରକୃତି ବନ୍ଧୁ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ସହିତ ଏହାର ପୂର୍ବ ପରିବେଶକୁ ଫେରାଇ ଆଣିବାକୁ ଯୁବ ସମାଜ ଉଭୟ ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମଲେଶ୍ୱରୀ ସେବା ସଂଘ ପକ୍ଷରୁ ଆୟୋଜିତ ଏହି ସଚେତନତା ସଭାରେ ସଂଘର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ କେଦାରନାଥ ପଟେଲ, ସମ୍ବାଦ ସାହିତ୍ୟ ଘରର ସଂଯୋଜକ ସାମ୍ବାଦିକ ସୁମନ୍ତ ଶେଖର ବହିଦାର, ଅବସରପ୍ରାପ୍ତ ବନ କର୍ମଚାରୀ ଦାମୋଦର ପାରେଖ, ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର ସରଜୁ ଖମାରୀ, ଛାତ୍ର ସାମୁଖ୍ୟର ଅନ୍ୟତମ ସଂଯୋଜକ ଜିତେନ୍ଦ୍ର ଧରୁଆ ପ୍ରମୁଖ ଭାଷଣ ଦେଇ ପରିବେଶ ପ୍ରଦୂଷିତ ଓ ଝାରସୁଗୁଡ଼ା ଜିଲ୍ଲାକୁ ସବୁଜ ସୁନ୍ଦର କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭ୍ୟା କୁମୁଦିନୀ କୁଆ ଓ ସଭ୍ୟ ମଦନ ମୋହନ ପଟେଲ ସ୍ୱରଚିତ କବିତା ପାଠ ମାଧ୍ୟମରେ ପ୍ରକୃତିର ସୁରକ୍ଷା ପାଇଁ ଆହ୍ୱାନ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ସଂଘର ସଦସ୍ୟମାନଙ୍କୁ ସବୁଜ ସୁନ୍ଦର କୁଲାବିରା ବ୍ଲକ ଗଠନ ପାଇଁ ଶପଥ ପାଠ କରାଇଥିଲେ। ଶେଷରେ ସଂଘର ସଭ୍ୟ ପ୍ରକୃତି ବନ୍ଧୁ ଲାଲାରାମ ଛତ୍ରିଆ ଧନ୍ୟବାଦ ଦେଇଥିଲେ। ଏହାପରେ ଅତିଥି ଓ ଛାତ୍ରଛାତ୍ରୀ ମିଳିତ ଭାବରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ କିଶୋର କଂସରାଲି, ସୂର୍ଯ୍ୟକାନ୍ତି ଚାନ୍ଦ, ଦୀପିକା ସିଂ ଓ ଟଙ୍କଧର କାଉ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଆମ ଜନ୍ମଦିନରେ ଚାରାଟିଏ ରୋପଣ କରିବୁ ଏବଂ ତାକୁ ବଞ୍ଚାଇ ରଖିବୁ। ପିତା ମାତାଙ୍କର ବିବାହ ବାର୍ଷିକୀରେ ମଧ୍ୟ ଚାରା ରୋପଣ କରି ତାକୁ ବଞ୍ଚାଇ ରଖିବା ପାଇଁ ଅନୁରୋଧ କରିବୁ। ଆମ କନିଷ୍ଠ ମହାବିଦ୍ୟାଳୟ, ଆମ ପଞ୍ଚାୟତ, ଆମ କୁଲାବିରା ବ୍ଲକକୁ ସବୁଜ ସୁନ୍ଦର କରିବା ପାଇଁ ମୂଷା ପରୀକ୍ଷା କାର୍ଯ୍ୟ